ସରିଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଆମ ରାଜ୍ୟ ଓଡ଼ିଶାରେ ଓଡ଼ିଆ ଲୋକ 12 ମାସରେ 13 ପର୍ବ ପାଳନ କରନ୍ତି ବୋଲି କୁହାଯାଏ। ଓଡ଼ିଆ ଘରେ ମନାଯାଉଥିବା ପ୍ରତ୍ୟେକ ପର୍ବର କିଛି ନା କିଛି ମହତ୍ତ୍ୱ ରହିଛି, ଯାହାକୁ ଅତି ଆନନ୍ଦର ଏବଂ ଉଲ୍ଲାସ ସହିତ ପାଳନ ମଧ୍ୟ କରାଯାଏ। ଏସବୁ ପର୍ବ ମଧ୍ୟରେ ବହୁ ପୁରାତନ ସମୟରୁ ଆମ ପରମ୍ପରା ଓ ବିଶ୍ୱାସକୁ ନେଇ ପାଳନ ହୋଇ ଆସୁଥିବା ପର୍ବ ହେଉଛି ଚଇତି ପର୍ବ ବା ଚୈତ୍ର ପର୍ବ। ତେବେ ବିଭିନ୍ନ ପର୍ବ ମଧ୍ୟରୁ ଚଇତି ପର୍ବର ନୀତି ନିୟମ କିଛିଟା ଭିନ୍ନ ରହିଥାଏ। ଏହି ପର୍ବରେ ଆରାଧ୍ୟ ଠାକୁର ଭୋଳାନାଥଙ୍କୁ ପ୍ରସନ୍ନ କରିବାକୁ ଭକ୍ତମାନେ ବହୁ କଷ୍ଟସିଦ୍ଧ ଉପାସନା କରିଥାନ୍ତି। ତତ୍ସହିତ ମାନସିକ ପୂରଣ ହେଉଥିବା ଅନେକ ଭକ୍ତ ମଧ୍ୟ ଉପହାର ସ୍ୱରୂପ ପ୍ରଭୁଙ୍କ ପାଇଁ କଷ୍ଟସାଧ୍ୟ ଉପାସନା କରିଥାନ୍ତି। ଏହି ପର୍ବ ଚୈତ୍ର ମାସରେ ପାଳନ ହେଉଥିବା ବେଳେ ମାସ ଶେଷରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଶତାଧିକ ବ୍ରତୀ ପ୍ରଭୁଙ୍କୁ ସ୍ମରଣ କରି ନିଆଁରେ ଚାଲିବା, ଜିଭରେ କଣ୍ଟା ଫୋଡ଼ିବା, ଶରୀରରେ ଚମଡ଼ା କଣା କରି ବୁବେଇ ଦୌଡ଼ି ପୁରାଇ ଚାଲିବା ପରମ୍ପରା ମୁଖ୍ୟ ଆକର୍ଷଣ ହୋଇଥାଏ ସଭିଙ୍କ ପାଇଁ। ଏହି ଯାତ୍ରା ବର୍ଷରେ ଚୈତ୍ର ମାସର ପାଳନ କରାଯାଇ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଦିନ ଶେଷ ହୋଇଥାଏ। ଏହି ବ୍ରତ ବା ଆରାଧନା କରୁଥିବା ବ୍ୟକ୍ତିଙ୍କୁ ଭକ୍ତ ବୋଲି କୁହାଯାଏ। ଏହି ଭକ୍ତାମାନେ ମାସ ତମାମ ଭକ୍ତିର ସହିତ କେବଳ ଶୁଦ୍ଧ ନିରାମିଷ ଆହାର କରି ରହିଥାନ୍ତି। ଚୈତ୍ର ପର୍ବର 3 ଦିନ ଧରି ପାରମ୍ପରିକ ପୂଜାବିଧି ସାରିବା ପରେ ସାଧାରଣ ଭାବେ ଖାଦ୍ୟ ପାନୀୟ ଗ୍ରହଣ କରିଥାନ୍ତି। ଏଭଳି ଏକ ନିଆରା ପରମ୍ପରା ଆଜି ବି ବଞ୍ଚି ରହିଛି। ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତରେ ଥିବା ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥିତ ଐତିହ୍ୟପୂର୍ଣ୍ଣ ଗାଁ ପାଣ୍ଡରା ଗ୍ରାମରେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପାଣ୍ଡରା ଗ୍ରାମର ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥିତ ଶ୍ରୀ ଶ୍ରୀ ପାଣ୍ଡେଶ୍ୱର ମହାଦେବଙ୍କ ମନ୍ଦିରଠାରେ ଅନୁଷ୍ଠିତ ହୋଇଥାଏ ଏହି ଚଇତି ପର୍ବ ବା ଚୈତ୍ର ମେଳା। ତେବେ ପାଣ୍ଡରା ଚଇତି ପର୍ବ ପ୍ରଭୁ ପାଣ୍ଡବେଶ୍ୱରଙ୍କ ସମର୍ପିତ ହୋଇଥାଏ। 3 ଦିନ ଧରି ଏଠାରେ ପରମ୍ପରା ଅନୁସାରେ ଉପାସନା କରାଯାଇଥାଏ। ପ୍ରଥମ ଦିନରେ ବେକରେ ଫୁଲମାଳ ପକାଇ ହାତରେ ବେତବାଡ଼ି ଶୁଦ୍ଧ ଲୁଗା ପିନ୍ଧି ଉପାସକ ଓ ବ୍ରତୀମାନେ ସୁବର୍ଣ୍ଣରେଖା ନଦୀକୁ ଯାଇ ସ୍ନାନ ପରେ ଦେବଦେବ ମହାଦେବ ବାବା ପାଣ୍ଡବେଶ୍ୱରଙ୍କ ଆଜ୍ଞା ଲୋଡ଼ିଥାନ୍ତି। ପ୍ରଥମ ଦିନରେ ପ୍ରଭୁଙ୍କ ଜଳାଭିଷେକ ପାଇଁ ସୁବର୍ଣ୍ଣରେଖା ନଦୀରୁ ଜଳ ଆଣି ପ୍ରଭୁଙ୍କ ପୂଜା କାର୍ଯ୍ୟ ଆରମ୍ଭ ହୋଇଥାଏ। ସେହିପରି ଦ୍ୱିତୀୟ ଦିନ ପ୍ରଭୁଙ୍କ ପୂଜା ଅର୍ଚ୍ଚନା ପରେ 2 ପ୍ରହର ଗଡ଼ିଗଲା ପରେ ପାଟ ଭକ୍ତମାନେ ନଦୀ ସ୍ନାନ ପାଇଁ ଯାଇଥାନ୍ତି। ଏଥିସହିତ ସମସ୍ତ ଉପାସକ ଓ ବ୍ରତୀମାନେ ମଧ୍ୟ ଯାଇଥାନ୍ତି। ପାଟ ଭକ୍ତାମାନେ ସ୍ନାନ କରି ସାରିବା ମାତ୍ରେ ମାନସିକ ରଖିଥିବା ବ୍ୟକ୍ତି ଓ ପିଢ଼ି ଅନୁସାରେ ଜିଭ ଫୋଡ଼ି ଆସୁଥିବା ଉପାସକମାନେ ନିଜ ଜିଭକୁ ଛୋଟ ତ୍ରିଶୂଳ କଣ୍ଟାରେ ଫୋଡ଼ିଥାନ୍ତି। 2ରୁ ଆରମ୍ଭ କରି 108 ପର୍ଯ୍ୟନ୍ତ ତ୍ରିଶୂଳ କଣ୍ଟା ନିଜ ଜିଭରେ ଫୋଡ଼ି ପ୍ରଭୁଙ୍କ ନାମ ନେଇ ଶହ ଶହ ଉପାସକ ମନ୍ଦିରକୁ ଆସିଥାନ୍ତି। ମନ୍ଦିର ବେଢ଼ା ବୁଲି ସାରିବା ପରେ ଜିଭରୁ କଣ୍ଟା କାଢ଼ି ପ୍ରଭୁଙ୍କ ଦର୍ଶନ କରିଥାନ୍ତି। ଚଳିତ ବର୍ଷ ଦେଖିବାକୁ ମିଳିଥିବା ଝାଡ଼ଖଣ୍ଡ ରାଜ୍ୟର 2 ଯୁବ ଉପାସକ ନିଜ ଜିଭରେ 14 ଫୁଟର ଲୁହା ଛଡ଼ରେ ତ୍ରିଶୂଳ ବନାଇ ନିଜ ଜିଭରେ ଫୋଡ଼ି ପ୍ରଭୁଙ୍କ ନିକଟକୁ ପହଞ୍ଚିଥିଲେ। ସେହିପରି ରାତ୍ର ହେବା ପରେ ନଦୀ ଆରପଟ ଅନତି ଦୂରରୁ ଏକ ନିର୍ଜନ ସ୍ଥାନ ବନ୍ନି ଝରଣା କୁହାଯାଉଥିବା ସ୍ଥାନରୁ ପ୍ରଭୁଙ୍କ ଅଭିଷେକ ପାଇଁ ମୁଖ୍ୟ ପୂଜକଙ୍କ ସହ ପାଟ ଭକ୍ତଙ୍କ ସହ 13 ଭକ୍ତା ଢଲୁଆ ଓ ଦଣ୍ଡୁଆଙ୍କ ଜରିଆରେ ଗରିଆ ଭାର ଅଣାଯାଏ। ଭାରରେ ପାଣି ଆଣି ନଦୀ ପାର ହେବା ପରେ ଭଜନ କୀର୍ତ୍ତନ ଓ ବାଦ୍ୟଯନ୍ତ୍ରର ତାଳେ ତାଳେ ଭକ୍ତମାନେ ଭକ୍ତିରେ ନାଚି ନାଚି ଗରିଆ ଭରାକୁ ପାଛୋଟି ଅଣାଯାଏ। ଏହି ସମୟରେ ମହିଳାମାନେ ରାସ୍ତାର ଉଭୟ ପଟରେ ଅଧ୍ୟାୟ ପଡ଼ି ଦୀପ ଜାଳି ନିଜ ନିଜ ମାନସିକ ପୂରଣ ଆଶାରେ ପ୍ରଭୁଙ୍କୁ ଆବାହନ କରିଥାନ୍ତି। ପୂଜକଙ୍କ ଅନୁମତି ପରେ ଅଧିଆରୁ ଉଠି ପ୍ରଭୁଙ୍କ ପାଖରେ ମହିଳାମାନେ ଦୀପ ଜାଳିଥାନ୍ତି। ତେବେ ଏହି ସ୍ୱତନ୍ତ୍ର ଜଳ ପ୍ରଭୁଙ୍କୁ ଚଢ଼ାଯାଇଥାଏ ଏବଂ 3 ମନ୍ଦିର କବାଟ ଲଗାଇ ଅନ୍ଧାର ଘରେ ଗରିଆ ଭିତରେ ପ୍ରବେଶ ନାରା ଲଗାଇଥାନ୍ତି। ବିଧି ଅନୁସାରେ ଅର୍ପଣ କରାଯିବା ପରେ ପ୍ରଭୁଙ୍କ ସ୍ନାନ ପାଣି 13 ଭୋକ୍ତାର ସହ ଉପାସକ ବ୍ରତୀମାନେ ଗ୍ରହଣ କରିବା ପରେ ଭୋଜନ କରିଥାନ୍ତି। ସେହିପରି ଅନ୍ତିମ ଦିବସରେ ପ୍ରଭୁଙ୍କୁ ପ୍ରସନ୍ନ କରିବାକୁ ଉପାସକମାନେ ନିଆଁରେ ଖାଲି ପାଦରେ ଚାଲନ୍ତି, ଯାହାକୁ ନିଆଁ ପାଟ ବୋଲି କୁହାଯାଏ। ତେବେ ମୁଖ୍ୟ ପାଟ ଭକ୍ତା ପ୍ରଥମେ ଉକ୍ତ ସ୍ଥାନରେ ପୂଜା କରିଥାନ୍ତି, ପରେ ସାମାନ୍ୟ ଗର୍ତ୍ତ କରାଯାଇଥାଏ। ପାଟ ଭକ୍ତା ଅତ୍ୟାଧୁନିକ ପଦ୍ଧତି ନା ପଣେଇ କାଠକୁ କାଠରେ ଘଷି ଅଗ୍ନି ସମ୍ପନ୍ନ କରି ଜମା ହୋଇଥିବା କାଠରେ ଅଗ୍ନି ସଂଯୋଗ କରିଥାନ୍ତି। କାଠ ଜଳି ଜଳି ଅନେକ ପରିମାଣରେ ଅଙ୍ଗାର ହେବା ପରେ ଉକ୍ତ ଅଙ୍ଗାରପୂର୍ଣ୍ଣ ନିଆଁରେ ଭକ୍ତା ଓ ଉପାସକ ଚାଲିଥାନ୍ତି। ସେହିପରି କଣ୍ଟାର ବିଛଣା ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ମୟୂରଭଞ୍ଜରୁ ମଳୟ କୁମାର ନାୟକ ରିପୋର୍ଟ, A1 ଓଡ଼ିଶା।